ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଗୋଟିଏ ଗଛ ଦେଖାଯାଉଛି। ଆପଣମାନେ ଦେଖନ୍ତୁ ପ୍ରଥମେ କେତେ ସୁନ୍ଦର ଦେଖାଯାଉଛି ଏହି ଗଛଟି। ଆପଣମାନଙ୍କ ଅଞ୍ଚଳରେ ମଧ୍ୟ ଏହି ଗଛଟି ନିହାତି ଭାବରେ ଥିବ, କିନ୍ତୁ ଥିଲେ କ'ଣ ହେବ, ଆପଣମାନେ ଏହାର ଚମତ୍କାରୀ ତନ୍ତ୍ର ପ୍ରୟୋଗ ବିଧି ଜାଣିନାହାନ୍ତି, ଯାହା ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବା ପାଇଁ ଯାଉଛି। ଦେଖନ୍ତୁ, ଏହାଦ୍ୱାରା ଆପଣମାନେ ଅନେକ ପ୍ରକାରର ତନ୍ତ୍ର ପ୍ରୟୋଗ କରିପାରିବେ। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କେବଳ ମାତ୍ର ବଶୀକରଣ ସମ୍ମୋହନ ଆକର୍ଷଣ ପାଇଁ ଗୋଟିଏ ଚମତ୍କାରୀ ତାନ୍ତ୍ରିକ ପ୍ରୟୋଗ ବିଧି କହିବି, ଯାହା ଆପଣମାନେ କଲେ ନିହାତି ଭାବରେ ଯେକୌଣସି ଝିଅ, ପୁଅ, ସ୍ତ୍ରୀ, ପୁରୁଷ ଯାହାକୁ ଚାହିଁବେ ତାହାକୁ ଆପଣମାନେ ନିଜର ହାତ ମୁଠାରେ ରଖିପାରିବେ। ଦେଖନ୍ତୁ, ଯଦି ଆପଣମାନେ ଥରେ ଏହାକୁ ପ୍ରୟୋଗ କରିଦିଅନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ସେହି ବ୍ୟକ୍ତି ଜଣକ ଆପଣଙ୍କର ଗୁଲାମ ବନିକି ରହିଯିବ। ତେଣୁ ଆପଣମାନେ ଚାହାନ୍ତି ସମ୍ପୂର୍ଣ୍ଣ ବିଧି ଜାଣିବା ପାଇଁ, ତାହେଲେ ଭିଡ଼ିଓଟିକୁ ସ୍କିପ୍ କରନ୍ତୁ ନାହିଁ, ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ପ୍ରଥମେ ଆପଣମାନେ ଜାଣିନିଅନ୍ତୁ ଏହାର ନାମ କ'ଣ। ଦେଖନ୍ତୁ, ଏହାର ନାମ ହେଉଛି ହଂସଫର୍ଣ୍ଣି। ନାମ କ'ଣ? ହଂସଫର୍ଣ୍ଣି। କିନ୍ତୁ ଆପଣଙ୍କ ଅଞ୍ଚଳରେ ଏହାର ନାମ ଅଲଗା ହୋଇପାରେ, କିନ୍ତୁ ଏହାର ବାସ୍ତବ ନାଁ ହେଉଛି ହଂସଫର୍ଣ୍ଣି। ଏଇଟା ବର୍ଷା ଦିନ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ଯେକୌଣସି କୂଅ କିମ୍ବା ନଈ ନାଳ ସାଇଡ଼୍ରେ ଏହା ଥିବ। ତ ଆପଣମାନେ ଏହାର ତନ୍ତ୍ର ପ୍ରୟୋଗ ବିଧି ବଶୀକରଣ ପାଇଁ କେମିତି କରିବେ ସେଇଟା ମଧ୍ୟ କହିଦେଉଛି। ପ୍ରଥମେ ଆପଣମାନେ ଶୁଣି ରଖନ୍ତୁ। ଯଦି ବି ଆପଣମାନେ ଅନେକ ପ୍ରକାର ତନ୍ତ୍ର ମନ୍ତ୍ର ଯନ୍ତ୍ର ପ୍ରୟୋଗ କରୁଛନ୍ତି, କାହାକୁ ପ୍ରେମ କରୁଛନ୍ତି, ବିବାହ କରିବା ପାଇଁ ଚାହାନ୍ତି, କିନ୍ତୁ ଆପଣମାନଙ୍କର ସେସବୁ ହେଉନାହିଁ, ଆପଣମାନେ ଆମ ସହିତ ଯୋଗାଯୋଗ କରିବେ। ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ, ଆମେ ସବୁ କିଛି କରିକି ଦେବୁ ବଶୀକରଣ ମୋହିନୀ ପାଇଁ। ତା ଛଡ଼ା ଆପଣମାନେ କୋର୍ଟ କଚେରୀ ମାଲି ମକଦ୍ଦମାରେ ଫସି ଯାଉଛନ୍ତି, ବାଣିଜ୍ୟ ବ୍ୟବସାୟ ହେଉନାହିଁ, ଆପଣଙ୍କ ଜାଗାରେ ଦୋକାନ ଅଛି, ବହୁତ କମ୍ପିଟିସନ୍ ହେଉଛି, ଆପଣମାନଙ୍କ ଘରେ ଭୂତ ପ୍ରେତ ଡାହାଣୀ ଚିରଗୁଣି ଅଛନ୍ତି, ଶତ୍ରୁ ସମସ୍ୟା ହେଉଛି, ବିବାହ ହୋଇପାରୁନାହିଁ, ଚାକିରି ମିଳୁନାହିଁ, ଯେକୌଣସି ସମସ୍ୟା ଥିଲେ ମଧ୍ୟ ଆପଣମାନେ ଆମ ସହିତ ଯୋଗାଯୋଗ କରିବେ। କେବଳ ଆପଣମାନେ ସମସ୍ୟା ଥିଲେ ହିଁ ଯୋଗାଯୋଗ କରିବେ, ଅନ୍ୟ କୌଣସି ସମସ୍ୟା ଥିଲେ ଯୋଗାଯୋଗ କରିବେ ନାହିଁ। ତ ବର୍ତ୍ତମାନ ଦେଖନ୍ତୁ, ଆପଣମାନେ ଏହି ହଂସଫର୍ଣ୍ଣିକୁ କେମିତି ମୋହିନୀ ବଶୀକରଣ ପାଇଁ ବ୍ୟବହାର କରିବେ। ପ୍ରଥମେ ଦେଖନ୍ତୁ, ଆପଣମାନେ ରବିପୁଷ୍ୟା ନକ୍ଷତ୍ର ଦିନ ଏହାକୁ ଉପାଡ଼ିବାକୁ ପଡ଼ିବ। ଆପଣମାନେ କ୍ୟାଲେଣ୍ଡର ଦେଖିବେ, ରବିପୁଷ୍ୟା ନକ୍ଷତ୍ରରେ ଆପଣମାନେ ଏହାର ମୂଳ ଦେଖନ୍ତୁ, ଏହାର ମୂଳକୁ ହିଁ ଆପଣମାନେ ବ୍ୟବହାର କରିବେ। ଦେଖାଯାଉଛି ତ, ଏହାର ମୂଳ ହେଲା, ଏତେ ପର୍ଯ୍ୟନ୍ତ ବ୍ୟବହାର କରିବେ। ତ ଆପଣମାନେ ରବିପୁଷ୍ୟା ନକ୍ଷତ୍ରରେ ବ୍ରହ୍ମ ମୁହୂର୍ତ୍ତରେ ଏହାକୁ ଉପାଡ଼ିକି ନେଇକି ଯିବେ। ଉପାଡ଼ିବା ସମୟରେ ଆପଣମାନେ ଏକ ନିଶ୍ୱାସରେ ଉପାଡ଼ିବେ, ପଛକୁ ଚାହିଁବେ ନାହିଁ, କାହା ସହିତ କଥାବାର୍ତ୍ତା ହେବେ ନାହିଁ। କେବଳ ମାତ୍ର ବ୍ରହ୍ମ ମୁହୂର୍ତ୍ତ ସମୟ, ଯେଉଁଟାକି ଭୋର 4:30ଟାକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ, ସେହି ସମୟରେ ଆପଣମାନେ କ'ଣ କରିବେ, ଏହାକୁ ଉପାଡ଼ିକି ନେବେ। ନେଇସାରିଲା ପରେ ଆପଣମାନେ କ'ଣ କରିବେ, ଏରଣ୍ଡ ତେଲ ବା ଜଡ଼ା ତେଲ ସେଇଟା ଆଗରୁ ଯୋଗାଡ଼ କରିଥିବେ। ତାପରେ ଆପଣମାନେ କ'ଣ କରିବେ, ଏରଣ୍ଡ ତେଲ ଏବଂ ଏହି ଗଛର ମୂଳକୁ ଆପଣମାନେ ଶିଳାରେ ଚିକ୍କଣ କରିକି ବାଟିଦେବେ। ତାପରେ ଆପଣମାନେ ତ ନିହାତି ଭାବରେ, ଯେହେତୁ ଆପଣମାନେ ଆମର ଚ୍ୟାନେଲର ପୁରୁଣା ସବସ୍କ୍ରାଇବର ମାନେ, ଆମ ଚ୍ୟାନେଲରେ ତନ୍ତ୍ର ସିଦ୍ଧି ମନ୍ତ୍ର ଅଛି, ସେହି ମନ୍ତ୍ରକୁ 21 ଥର ଏଠି ପ୍ରୟୋଗ କରିବେ। ଯେଉଁ ବ୍ୟକ୍ତିକୁ ଆପଣମାନେ ବ୍ୟବହାର କରିବେ, ସେ ଝିଅ ହେଉ ପୁଅ ହେଉ, ତା ନାମରେ ବ୍ୟବହାର କରିବେ, ମାନେ ମନ୍ତ୍ର ପ୍ରୟୋଗ କରିବେ। ତାପରେ ଆପଣମାନେ କ'ଣ କରିବେ, ସେଇଟାକୁ ନିଜ ମଥାରେ ଟିକେ ଲଗାଇବେ। ଯେଉଁ ଆପଣମାନେ ବାଟିଲେ ଶିଳାରେ, ନିଜ ମଥାରେ ଟିକେ ଲଗାଇବେ। ତାପରେ ସେହି ବ୍ୟକ୍ତି ପାଖକୁ ଚାଲିଯିବେ, ଯାହାକୁ ଆପଣମାନେ ବଶୀକରଣ ଆକର୍ଷଣ ସମ୍ମୋହନ କରିବା ପାଇଁ ଚାହାନ୍ତି, ବୁଝିଲା। ତାପରେ ଆପଣମାନେ କ'ଣ କରିବେ, କିଛି ଅଳ୍ପ ତା ଦେହରେ ଟିକେ ଲଗାଇଦେବେ। ସାଙ୍ଗେ ସାଙ୍ଗେ ସେ ଆପଣଙ୍କ ପଛେ ପଛେ ଚାଲି ଆସିବ। ଆପଣ ରାତି ଅଧରେ ମଧ୍ୟ ଲଗାଇଦେବେ, ସେ ସାଙ୍ଗେ ସାଙ୍ଗେ ଚାଲି ଆସିବ। ସେ ଭାବିବ ନାହିଁ ଯେ ଏଇଟା ଦିନ, ଏଇଟା ରାତି। ଦେଖନ୍ତୁ, ଏହା ଅତି ଚମତ୍କାରୀ ପ୍ରୟୋଗ ବିଧି। ଯଦି ଆପଣମାନେ ଚାହାନ୍ତି କରିବା ପାଇଁ, ତାହେଲେ ନିହାତି ଭାବରେ କରନ୍ତୁ। ଆଉ ଦେଖନ୍ତୁ, କିନ୍ତୁ ଦୃଢ଼ ବିଶ୍ୱାସ ନିହାତି ଆବଶ୍ୟକ, କାହିଁକିନା ଯେକୌଣସି ତନ୍ତ୍ରମନ୍ତ୍ର ସେମିତି ପ୍ରୟୋଗ କଲେ ହୁଏ ନାହିଁ। ନିହାତି ଭାବରେ ଦୃଢ଼ ବିଶ୍ୱାସ ଦରକାର। ଆଉ ବିଶ୍ୱାସ ନାହିଁ, ତାହେଲେ ଆପଣମାନେ ଯାହା କରନ୍ତୁ, ଯେମିତି କରନ୍ତୁ, କିଛି ଫାଇଦା ମିଳିବ ନାହିଁ। କାହିଁକିନା ଆମେ ବି ଏସବୁ ସେମିତି କହୁନାହିଁ। କାହିଁକିନା ଦେଖନ୍ତୁ, ଆମେ ବି ସାଧନା କରୁ, ଆମକୁ କମ୍ ସେ କମ୍ ବର୍ଷ ବର୍ଷ ଲାଗିଥାଏ। କିନ୍ତୁ ଆପଣମାନେ ଯେହେତୁ କୌଣସି ସାଧନା କରୁନାହାନ୍ତି, କୌଣସି ପୂଜା ବିଧି କରୁନାହାନ୍ତି, ତ ଆପଣମାନେ କହିବେ ନା ଗୁରୁଜୀ ଫଟାଫଟ ହେଉନାହିଁ, ହେଲା ନାହିଁ, ତାହେଲେ ସେଟା ମୁସ୍କିଲ କଥା। ତେଣୁ ଆପଣମାନେ ବିଧିବିଧାନ ସହିତ କରିବେ, ବିଶ୍ୱାସର ସହିତ ନିହାତି ଭାବରେ ହେବ।